ହ୍ୟାଲୋ ଫ୍ରେଣ୍ଡ, ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବାକୁ ପାଇବେ ଅଂଶର ମନ ବହୁତ ଦୁଃଖ ଅଛି। ଅଂଶ ତାଙ୍କ ମା ସହିତ ଡାଇନିଂ ହଲରେ ବସିଛନ୍ତି। ସେଠାରେ ପରିବାରର ଅନ୍ୟ ସମସ୍ତେ ମଧ୍ୟ ବସିଛନ୍ତି। ଅଂଶ ଆନିକୁ ମନେ ପକାଉଛନ୍ତି ଯେ ମା ଅନି ଏତେ ପର୍ଯ୍ୟନ୍ତରୁ ଆସିନାହିଁ କ'ଣ ପାଇଁ। ତ ଅଂଶର ମା କହୁଛନ୍ତି ତୁ ମଲ୍ଲିକାକୁ ଫୋନ କର। ତ କ'ଣ ଅଂଶ ମଲ୍ଲିକାକୁ ଫୋନ କରିବ କି ନାହିଁ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ ବେଲକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବ ଆପଣମାନେ ଜାଣିପାରିବେ। ତେବେ ଅଂଶ ବହୁତ ମନ ଦୁଃଖରେ ତାଙ୍କ ମାଙ୍କ ସହିତ ଡାଇନିଂ ହଲରେ ବସିଛନ୍ତି। ଅଂଶ ମଲ୍ଲିକାକୁ ଫୋନ କରୁଛନ୍ତି କିନ୍ତୁ ମଲ୍ଲିକା ଫୋନ ରିସିଭ୍ କରୁନାହିଁ। ସେତିକି ସମୟରେ ଅଂଶ ତାଙ୍କ ମାକୁ ପଚାରୁଛନ୍ତି ମା ମଲ୍ଲିକା କ'ଣ ପାଇଁ ଫୋନ ରିସିଭ୍ କରୁନାହିଁ। ଏହା ଦେଖି ସେ ବହୁତ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି। ତ ଅଂଶର ମା କହୁଛନ୍ତି ବାବାରେ ତୁ ବ୍ୟସ୍ତ ହେ ନାହିଁ, ସେମାନେ ଆସୁଥିବେ, ରାସ୍ତାରେ କେଉଁଠି ଥିବେ। କିନ୍ତୁ ଅଂଶ ସେସବୁ କଥା କିଛି ଶୁଣୁନାହିଁ, କେବଳ ଖାଲି ଅସ୍ତବ୍ୟସ୍ତ ହୋଇ ଇଆଡ଼େ ସିଆଡ଼େ ଅନଉଛନ୍ତି। ଠିକ୍ ସେତିକିବେଳେ ଅଂଶର ମା କହୁଛନ୍ତି ମଲ୍ଲିକା ଯଦି ଫୋନ ରିସିଭ୍ କରୁନାହିଁ ତୁ ଝିଲାପିକୁ ଫୋନ କର। ତ ଅଂଶ ଝିଲାପିକୁ ଫୋନ କରୁଥିବା ସମୟରେ ସେ ଆନିକୁ ଦେଖିଦେଇଛନ୍ତି। ସେ ଗେଟ୍ ଆଡ଼ୁ ଆସୁଛି। କ'ଣ ଆନି ଆସି ସମସ୍ତ କଥା କହିଦେବ କି ମଲ୍ଲିକା କ'ଣ ତାକୁ ଜବରଦସ୍ତି ନେଇ ଆସିଲା ବୋଲି? ନା କ'ଣ ହେବ ଜାଣିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ ବେଲକୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସ୍ ଓ ସାଙ୍ଗସାଥୀକୁ ସେୟାର କରନ୍ତୁ।